ସାଧୁଙ୍କ ଉତ୍ତର। ଥରେ ରାଣୀଙ୍କ କିଛି ଅଳଙ୍କାର ଚୋରି ହୋଇଗଲା। ଯିଏ ଚୋରି କରିଥିଲା ସେ ଗୋଟିଏ ଗଛର କୋରଡ଼ରେ ସେସବୁକୁ ଲୁଚେଇ ଦେଲା। ତହିଁ ପରଦିନ ଜଣେ ସାଧୁ ସେହି ଗଛ ମୂଳରେ ଆସ୍ଥାନ ଜମେଇଲେ। ଚୋରଟି ଆଉ ତାର ଚୋରି ମାଲତକ ନେବା ଲାଗି ସୁଯୋଗ ପାଇଲାନି। ଏଣେ ରାଜାଙ୍କ ସିପାହୀମାନେ ଖୋଜି ଖୋଜି ସେହି ଗଛ କୋରଡ଼ରେ ଅଳଙ୍କାରତକ ପାଇ ସାଧୁଙ୍କୁ ଛଦ୍ମବେଶୀ ଚୋର ବୋଲି ଭାବି ବାନ୍ଧିନେଲେ। ରାଣୀଙ୍କ ସମସ୍ତ ଗହଣା ମିଳିଗଲା ଏବଂ ରାଜା ସାଙ୍ଗେ ସାଙ୍ଗେ ସାଧୁଙ୍କୁ ଜେଲରେ ପୂରେଇ ଦେବା ଲାଗି ଆଦେଶ ଦେଲେ। ସାଧୁ ଆଦେଶ ଶୁଣି କିଛି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ଏମିତି ଅନେକ ଦିନ ବିତିଗଲା। ତାର କୃତକର୍ମ ହେତୁ ଜଣେ ସାଧୁ ଦଣ୍ଡ ପାଇବା ଭଳି କଥାଟି ତାକୁ ବିଚଳିତ କରିବାରେ ଲାଗିଲା। ସେ ମଧ୍ୟ ଭୟ କଲା ଯେ ସାଧୁ ଅସନ୍ତୁଷ୍ଟ ହେଲେ ତାର ଓ ତା ପରିବାରର ଅମଙ୍ଗଳ ହେବ। ତେଣୁ ସେ ଦିନେ ରାଜାଙ୍କ ପାଖକୁ ଆସି ତାର ଦୋଷ ସ୍ୱୀକାର କଲା। ରାଜା ଏହା ଶୁଣି ସ୍ତବ୍ଧ ହେଲେ ଓ ସାଧୁଙ୍କୁ ମୁକୁଳେଇବା ଲାଗି କାରାଗାରକୁ ଦୌଡ଼ିଲେ। ସେଠାରେ ସାଧୁଙ୍କ ହାତକୁ ଧରି ପକାଇ ରାଜା କହିଲେ, ଆପଣ ଜଣେ ସାଧୁ, ଅଥଚ ଆପଣଙ୍କୁ ଚୋର ବୋଲି କହି ମୁଁ ଦଣ୍ଡ ଦେଲି। ଦୋଷ ମୋର, ମୋତେ କ୍ଷମା କରନ୍ତୁ। କିନ୍ତୁ କଥା ହେଲା, ଅଜ୍ଞତା ବା ଦୃଷ୍ଟତା କାରଣରୁ ମୁଁ ଦଣ୍ଡାଦେଶ ଶୁଣୁଥିବା ବେଳେ ଆପଣ ସମ୍ପୂର୍ଣ୍ଣ ଭାବେ ନୀରବ ରହିଲେ କାହିଁକି? ସାଧୁ କହିଲେ, ମୁଁ କିଭଳି ଭାବେ ତୁମ ଦ୍ୱାରା ବା ଜଗତ ଦ୍ୱାରା ଦେଖାଗଲି ତାହା ମୋ ଲାଗି ବିଶେଷ ଗୁରୁତ୍ୱ ରଖେନି। ମୁଁ ଯାହା ତାହା ହିଁ ମୋ ଲାଗି ମୂଲ୍ୟବାନ। ମୁଁ ଯାହା କେବଳ ସେମିତି ହିଁ ରହିବାକୁ ଚାହେଁ, ଯାହା ସବୁଠି ସମ୍ଭବ, ଜଙ୍ଗଲରେ, ଜନପଦରେ ବା କାରାଗାରରେ। ତେଣୁ ମୁଁ ନିଜକୁ ପ୍ରମାଣ କରିବାକୁ କିଛି ହିଁ ଲୋଡ଼େନି। ସାଧୁଙ୍କ ଏହି ଉତ୍ତର ସମ୍ମୁଖରେ ରାଜା ନତମସ୍ତକ ହେଲେ।